ଅଜାମିଳ ପିତୃ ଆଜ୍ଞାରେ ଫଳ ପୁଷ୍ପ ଏବଂ ସମିତ ସଂଗ୍ରହ କରି ବନରୁ ଫେରୁଥିବା ବେଳେ ଦେଖିଲା ଜନୈକ ଶୂଦ୍ର ମଦ୍ୟପାନ କରି ଦାସୀ ସହିତ ବିହାର କରୁଛି। ସେ ଦାସୀକି ଅଜାମିଳ ବଶୀଭୂତ କରି ନିଜର କାମନା ଚରିତାର୍ଥ କରିଛି। ସେହି ହେତୁ ସେ ହୋଇଛି ପାପୀ। ତେଣୁ ସେହି ପାପାଚାରୀକୁ ଯମଦୂତମାନେ ଯମରାଜାଙ୍କ ପାଖକୁ ନେବେ। ବିଷ୍ଣୁଦୂତମାନେ ପ୍ରତିବାଦ କରି କହିଛନ୍ତି, ଅଜାମିଳ ନାରାୟଣ ନାମ ଉଚ୍ଚାରଣ କରି ପାପମୁକ୍ତ ହୋଇଛି। ବିଷ୍ଣୁଦୂତ ଉବାଚ ଏ ଆଦି ପାପ ଅପସରେ ସର୍ବଦୂରିତ ନିଶ୍ଚେ ହରେ ପ୍ରାଶ୍ଚିତ ସର୍ବ ପ୍ରାଣୀଙ୍କର ନାମ ଉଚ୍ଚାରଣ ବିଷ୍ଣୁର ତୁଣ୍ଡେ ବୋଲନ୍ତି ଯେ ବାନର ତରନ୍ତି ଏ ଭବ ସାଗର ଯାହାର ବିଷ୍ଣୁ ଭାବେ ମତି ପାପରେ ଗ୍ରସ୍ତ ସେ ନୁହନ୍ତି। ବ୍ରତ ପ୍ରାୟଶ୍ଚିତ ଏ ମାନ ଅଧିକ ତହୁଁ ହରି ନାମ ଶୁଦ୍ଧ ସତ୍ୱକୁ ପରକାଶେ ପାପର ମୂଳ ବୀଜ ନାଶେ ଏଣୁ ଏହାକୁ ତୁମ୍ଭେ ମାନେ ତେଜିଣ ଯାଅ ନିଜ ସ୍ଥାନେ ଏହାର ଯେତେ ପାପ ମାନ ନିଶ୍ଚୟ କଲା ଏ ଖଣ୍ଡନ। ଯେଣୁ ଏ ଦ୍ୱିଜ ଅଜାମିଳ ନିକଟେ ମରଣର କାଳ ତୁଣ୍ଡେ ଉଚାରି ନାରାୟଣ ପ୍ରାଣ ଛାଡ଼ିଲା ତତକ୍ଷଣ ସଂକେତ ପରିହାସ ବେଳେ ଗୀତାଳା ପରେ ଯେବେ ହେଳେ ବୈକୁଣ୍ଠ ନାମ ଉଚ୍ଚାରଇ ତାର କଳୁଷ ନର ହଇ। ପତନ ସ୍ଖଳନ ଭଗ୍ନରେ ନାନା ପ୍ରକାରେ ଯେ ସୁମରେ ତୁଣ୍ଡେ ଉଚାରେ ରାମ ନାମ କାହାକୁ ନ ଦଣ୍ଡଇ ଯମ ଅଳ୍ପ ବହୁତ ପାପ ମାନ ପ୍ରାୟଶ୍ଚିତ ହିଁ ଯଥାକ୍ରମ ପାପର ଗୁରୁ ଲଘୁ ଜାଣି ମୁନି କହନ୍ତି ପରିମାଣି। ସମାଧି ଜପ ଦାନେ ପାପ ନାଶନ୍ତି ମୁନି ଜନେ ପାପର ବୀଜ ନାଶ ନୁହିଁ ଚିତ୍ତ ନିର୍ମଳ ନୁହେଁ ତହିଁ ଯେମନ୍ତେ ଶ୍ରୀହରି କୀର୍ତ୍ତନେ ପାଦ ପଙ୍କଜ ସେବା ଧ୍ୟାନେ ଜ୍ଞାନେ ଅଜ୍ଞାନେ ଯେଉଁ ପ୍ରାଣୀ ସ୍ମରଣ କରେ ଚକ୍ର ପାଣି। ନାମ କରନ୍ତି ସଂକୀର୍ତ୍ତନ ପାପକୁ ନାଶନ୍ତି ବହନ ଯେସନେ ବହୁ କାଷ୍ଠ ରାଶି ଅନଳ ପ୍ରବେଶେ ବିନାଶୀ ରୋଗ ଶରୀରେ ଉପଗତ ହେଲେ ଔଷଧ ବଳବନ୍ତ ଅଜ୍ଞାନେ ପ୍ରୟୋଗ ହୋଇଲେ ତେମନ୍ତ ନାମ ଉଚ୍ଚାରିଲେ ତେବେ ସେ ଆତ୍ମା ଗୁଣୁ ତାର ସେ କି ନ କରେ ଉପକାର ସୁକ କହନ୍ତି ଅନୁରାଗେ ବିଷ୍ଣୁ ଚରିତ ସୁଧା ଭାଗେ। ସୁକ ଉବାଚ ବିଷ୍ଣୁ ଦୂତଙ୍କ ଧର୍ମବାଣୀ କୃତାନ୍ତ ଦୂତ ମାନେ ଶୁଣି ଅଜାମିଳକୁ ପାଶୁ ଫେଇ ମୃତ୍ୟୁରୁ ଦେଲେ ବାହୁଡ଼ାଇ ଯମର ଦୂତ ମାନେ ଗଲେ ସ୍ୱାମୀଙ୍କି ସମସ୍ତ କହିଲେ ପାଶରୁ ମୁକ୍ତ ଅଜାମିଳ ଦେହ ଲଭିଲା ତତକାଳ ବିନାଶୀ ସର୍ବ ବିଷ୍ଣୁଦୂତଙ୍କୁ ନମସ୍କାର ଉତ୍ସୁକ ହୋଇଛି ମନର ପ୍ରସନ୍ନ ମୁଖ ଦେଖି ତାର ଜାଣିଲେ ବିଷ୍ଣୁର କିଙ୍କର ତକ୍ଷଣେ ଅନ୍ତର୍ଧାନ ହୋଇ ତାର ନିକଟୁ ଗଲେ ସେହି ଗୁଣ ଆଶ୍ରିତ ବେଦ ସିଦ୍ଧ ଯେ ଭାଗବତ ଧର୍ମ ଶୁଦ୍ଧ ଯମ ବିଷ୍ଣୁଦୂତଙ୍କ ବାଣୀ ଗୋବିନ୍ଦ ଗୁଣ ବିପ୍ରମଣି ତକ୍ଷଣେ ଚରଣାର ବିନ୍ଦେ ଭକ୍ତି ଲଭିଲା ଅପ୍ରମାଦେ ଶ୍ରୀକୃଷ୍ଣ ଚରିତ ଶ୍ରବଣେ ପୂର୍ବର ଅଶୁଭ ସ୍ମରଣେ ମହାସନ୍ତାପ ମନେ କଲା ତକ୍ଷଣେ ବିଷ୍ଣୁ ସୁମରିଲା ଆହୁ ମୋହର ବଡ଼ କଷ୍ଟ ଅଜିତ ଇନ୍ଦ୍ରିୟ ମୁନଷ୍ଟ ସୁକର୍ମ କଲି ମୋର କ୍ଷୀଣ କଲି ମୁଁ ବୃଷଳି ଗମନ ଅଧର୍ମ ଆଚରଣ କରି କାଟିଲି ଦିବସ ସର୍ବରେ ଧିକ ମୋହର ମନ୍ଦ କୃତ୍ୟ କୂଳରେ କଳଙ୍କ
ତପସ୍ୱୀ ରୂପେ ଥାନ୍ତି ବନେ ତାଙ୍କୁ ତେଜିଲି ଅକାରଣେ କିଏ ଅର୍ଜିତା କର୍ମ ମୋର ନରକେ କଲି ନିଜ ଘର ବିଧି ହୋଇଲା ବିଡ଼ମ୍ବନ ଲାଭିବି ନରକ ଦାରୁଣ ଧର୍ମ ହିଂସକ ପାପି ଜହି ନାନା ଯାତନା ଭୁଞ୍ଜୁଥାଏ କିଏ ସ୍ୱପ୍ନ ଅଦ୍ଭୁତେ নয়নে দেখিলি সাক্ষাতে পাশ দৌড়ি হস্তে করি যে মতে নেউথিলে ধরি এ তো আশ্চর্য বড় এণে ক্ষণকে চালি গলে কেণে ଏ ଅନ୍ତେ ସିଦ୍ଧ ଚାରି ଜଣ ତାଙ୍କର ରୂପ ମନୋରମ ପାଶେ ବନ୍ଧନ ମୋତେ କରି ଅଧୋ ଭୂମିକୁ ନେଉ ଧରି ଛଡ଼ାଇ ଦେଲେ ଏହି କ୍ଷଣି କ୍ଷଣକେ ଗଲେ କାହିଁ ପୁଣି ମୁଁ ତ ଅଟଇ ପାପିହୀନ ମୋହର ଦେବ ଦର୍ଶନ ଏଣୁ আত্মা মোহিলা সুফল অসুচি দাসী পতি মোহি মত পাপি অছি কাহি মোহর মরণর কালে নাম কীর্তন অবহেলে জিহ্বা মো কেমন্ত বইলা শ্রীকৃষ্ণ মতে দয়া কলা মু কাহি ধূর্ত পাপি বর বিপ্র কূলর লজ্জা কর সর্বমঙ্গলর কারণ বৈকুণ্ঠ নাম উচ্চারণ কেমন্তে বইলই মুহি দয়া যে কলে ভাবগ্রাহী ইন্দ্র অজিত মু অটই এমন্ত করিবই মুহি যেমন্তে আত্মা ভোগ ছাড়ি ব্রহ্ম ভাবরে রহে বুড়ি অবিদ্যা কাম কর্ম জন্ম মোচন করি এ বন্ধন সর্বভূতরে শান্ত হই দয়া বহি বিচিত্তে মুহি এ মায়াগ্রস্ত মোর মন নিশ্চয় করিবি মোচন যেউ মায়ারে মোহমুহি ক্রীড়া কুরঙ্গ প্রায় হই দেহ সম্পদ মোর যেতে অক্ষয় দম্ভ বীরতে এহাঙ্কু তেজি শুদ্ধ মন কৃষ্ণ চরণে